Hello, friends, and my dear students. Welcome to Bonita Dipti Explores. ଯେଉଁଠି ଆପଣମାନେ ପାଆନ୍ତି କେବଳ ଏଜୁକେଶନାଲ ଭିଡ଼ିଓ। ଆଜି ଆମେ ଅଷ୍ଟମ ଶ୍ରେଣୀ ଗଣିତ ବହି ଗଣିତ ପ୍ରକାଶର ପ୍ରଥମ ଅଧ୍ୟାୟ ବର୍ଗ ଓ ଘନ ଏଇ ଚାପ୍ଟରଟି ଷ୍ଟାର୍ଟ କରିବା। ପ୍ରଥମେ ଉଦାହରଣ ଗୁଡ଼ିକ ଟିକେ ବୁଝିବା, ତାପରେ ଚାପ୍ଟରରେ ଲେଖାଥିବା ନିଜେ କରି ଦେଖର ସମସ୍ତ ସମାଧାନ କରିବା। ତୁମେମାନେ ଷଷ୍ଠ ଆଉ ସପ୍ତମ ଶ୍ରେଣୀରେ ଗୁଣନୀୟକ ଗୁଣିତକ ବିଷୟରେ ବହୁତ ଭଲ ଭାବରେ ବୁଝିଛ। ଯଦି 2କୁ 3ରେ ଗୁଣିଲେ 6 ହୁଏ, ତାହେଲେ 6ର 2 ଆଉ 3 ହେଉଛନ୍ତି ଗୁଣନୀୟକ। ଏଇଠି ଦେଖ, କେତେକ ସଂଖ୍ୟାର ଏକମାତ୍ର ଗୁଣନୀୟକ ଥାଏ। ଯେମିତିକି 1କୁ 1ରେ ଗୁଣିଲେ 1, ତେଣୁ 1ର ଏକମାତ୍ର ଗୁଣନୀୟକ ସେ 1। 4ର ଗୁଣନୀୟକ କିଏ? 1 ଚଉ 4, 2 ଦୁଣେ 4, ତେଣୁ 1 2 4 ହେଲେ 4ର ଗୁଣନୀୟକ। ସେମିତି 1 6କୁ ଗୁଣିଲେ 6, 2 3 6, ତେଣୁ 1 2 3 6 ଏ ଚାରିଟା ଯାକ ହେଲେ 6ର ଗୁଣନୀୟକ। ଠିକ୍ ସେମିତି 9ର ଗୁଣନୀୟକ କି ହେବ? 1 3 9। ଏ କନସେପ୍ଟ ଆମେ ବହୁତ ଛୋଟବେଳୁ ପଢ଼ିଛେ। ଏବେ ଦେଖ, ଗୋଟିଏ ସଂଖ୍ୟାକୁ ସେହି ସଂଖ୍ୟାରେ ଆମେ ଯଦି ଗୁଣିବା, ଆମେ ତାହାର ବର୍ଗ ସଂଖ୍ୟା ପାଇବା। ଏଠି ଲେଖାଯାଇଛି କୌଣସି ସଂଖ୍ୟାକୁ ସେହି ସଂଖ୍ୟା ଦ୍ୱାରା ଗୁଣିଲେ ଗୁଣଫଳକୁ ଉକ୍ତ ସଂଖ୍ୟାର ବର୍ଗ ବା ବର୍ଗ ସଂଖ୍ୟା କୁହାଯାଏ। ମନେକର 2କୁ 2ରେ ଗୁଣିଲେ 4 ହେବ, କି 4କୁ 4ରେ ଗୁଣିଲେ 16 ହେବ। ତାହେଲେ ଏଠାରେ 16 ହେଉଛି ବର୍ଗ ସଂଖ୍ୟା ବା ବର୍ଗ, ଆଉ 4 ହେଉଛି ତାର ବର୍ଗମୂଳ। ଠିକ୍ ସେମିତି ଯଦି 2ଟା 3କି ଗୁଣିଲେ 9 ହେଲା, ତାହେଲେ 9 ହେଲା ଗୋଟିଏ ବର୍ଗ ସଂଖ୍ୟା, 3 ହେଲା ତାର ବର୍ଗମୂଳ। ଏବେ ଦେଖ ଆଉ ଗୋଟିଏ ଜିନିଷ, ବର୍ଗ ସଂଖ୍ୟା। ବର୍ଗାକାର କ୍ଷେତ୍ର ଆମେ ତୃତୀୟ ଚତୁର୍ଥରୁ ପଢୁଛେ। ବର୍ଗାକାର କ୍ଷେତ୍ର କ'ଣ? ଯାହାର ଦୈର୍ଘ୍ୟ ପ୍ରସ୍ଥ ସବୁ ସମାନ, ତାମାନେ ପ୍ରତ୍ୟେକ ବାହୁ ସମାନ। ଏଇଟା ହେଲା ଗୋଟେ ବର୍ଗ କ୍ଷେତ୍ର। ସେମିତି ସେ ବର୍ଗ କ୍ଷେତ୍ରରେ ଏ 3ଟା ବର୍ଗ କ୍ଷେତ୍ର ମିଶିଗଲା, ସମାନ ହେଲା 4ଟା ବର୍ଗ କ୍ଷେତ୍ର। ସେମିତି ବାହୁର ଦୈର୍ଘ୍ୟ 3ଟା ନେବା, ଏପଟେ 3ଟା ଏପଟେ 3ଟା, 3 ଏକକ 3 ଏକକ, 3 3 9 ଏକକ। ଏଇ ଛୋଟିଆ ବର୍ଗ କ୍ଷେତ୍ରକୁ ଦେଖ, ଆର ପ୍ରତ୍ୟେକ ବାହୁ ସମାନ ଆଉ ପ୍ରତ୍ୟେକ ବାହୁ ହେଲା 1 ଏକକ। ତେଣୁ ଦୈର୍ଘ୍ୟ ଅନୁସାରେ 3, ପ୍ରସ୍ଥ ଅନୁସାରେ 3, 3 3 9, 9 ବର୍ଗ ଏକକ ହେବ। ସେମିତି ଦୈର୍ଘ୍ୟ ଅନୁସାରେ 4ଟି ବର୍ଗ କ୍ଷେତ୍ର, ପ୍ରସ୍ଥ ଅନୁସାରେ 4ଟି ବର୍ଗ କ୍ଷେତ୍ର, 4 ଚଉ 16 ବର୍ଗ ଏକକ। ମାନେ ଗୋଟିଏ ଛୋଟ ବର୍ଗ କ୍ଷେତ୍ରର କ୍ଷେତ୍ରଫଳ ହେଉଛି 1 ବର୍ଗ ଏକକ। ସେମିତି ଲମ୍ବାରେ 5, ଚଉଡ଼ାରେ 5, ତାମାନେ ପ୍ରତ୍ୟେକ ବାହୁ ତ ସମାନ ବର୍ଗ କ୍ଷେତ୍ରର, ତେଣୁ ଦୈର୍ଘ୍ୟ ପ୍ରସ୍ଥ ସବୁ ସମାନ। 5 5 ହେଲା 25 ବର୍ଗ ଏକକ। ଦେଖ, 1 ଗୁଣନ 1 ହେଲା 1 ସ୍କୋୟାର, 2 ଗୁଣନ 2 ହେଲା 2 ସ୍କୋୟାର, ଯିଏକି 4, 3ର ସ୍କୋୟାର 9। ତାମାନେ ଗୋଟିଏ ସଂଖ୍ୟାକୁ 2 ଥର ଗୁଣିଲେ ଆମେ ତାର ବର୍ଗ ପାଉ। nର ବର୍ଗ ହେଲା n ସ୍କୋୟାର। ସେମିତି ଭଗ୍ନାଂଶ ସଂଖ୍ୟା ହଉ କି ଦଶମିକ ସଂଖ୍ୟା ହଉ, ତାର ବର୍ଗ ପାଇବା ମଧ୍ୟ ସହଜ। ବର୍ଗ ମାନେ 2 ଥର ଗୁଣା ହେବ। 3 ବିଭକ୍ତକ 5ର ବର୍ଗ ମାନେ 3 ବିଭକ୍ତକ 5 ଗୁଣନ 3 ବିଭକ୍ତକ 5, ଲବକୁ ଲବରେ ଗୁଣିଦେଲ, 3 3 9, 5 5 25। ଦଶମିକ ଥିଲେ ଠିକ୍ ସେଇଭଳିଆ, 25 କି 25ରେ ଗୁଣିଦେବ, 6.25। ଦଶମିକ ଚିହ୍ନଟା ଡାହାଣ ପଟୁ 2ଟା ସଂଖ୍ୟା ଛାଡ଼ିକି ଦେବ। ଏବେ ଦେଖ ପୂର୍ଣ୍ଣ ବର୍ଗ ସଂଖ୍ୟା କ'ଣ? ପୂର୍ଣ୍ଣ ବର୍ଗ ସଂଖ୍ୟା ହେଲା ସ୍ୱାଭାବିକ ସଂଖ୍ୟାର ବର୍ଗକୁ ପୂର୍ଣ୍ଣ ବର୍ଗ ସଂଖ୍ୟା କହନ୍ତି। ମନେକର 1ର ବର୍ଗ, 2ର ବର୍ଗ, 3ର ବର୍ଗ, 4ର ବର୍ଗ, ତାପରେ ଆମକୁ ଯାହା ମିଳିଲା ସେସବୁ ହେଲା ପୂର୍ଣ୍ଣ ବର୍ଗ ସଂଖ୍ୟା। 1ର ସ୍କୋୟାର 1, 2ର ସ୍କୋୟାର 4, 3ର ସ୍କୋୟାର 9, 4ର ସ୍କୋୟାର 16, 5ର 25। ଏମିତି ଯୋଉଟା ଫାଙ୍କା ଥିଲା ମୁଁ ସେଠି ଲେଖିଛି। 8ର 64, 9ର 81, 10ର 100, 11ର 121, 12ର 144, 13ର 169, 14ର ହେଉଛି 196, 15ର 225, 16ର ହେଉଛି 256, 17ର 289। ପିଲାମାନେ, ତୁମେ ଭାବୁଥିବ ମ୍ୟାଡ଼ମ୍ ଏତେ ଶୀଘ୍ର ଶୀଘ୍ର କେମିତି ଲେଖି ଦେଉଛନ୍ତି। ତୁମେ ଯଦି ଏଇ ସ୍କୋୟାର ଗୁଡ଼ାକ ତୁମ ଖାତାର ଲାଷ୍ଟ ପେଜରେ 1ରୁ 100 ପର୍ଯ୍ୟନ୍ତ ଦିନେ ଲେଖିଦେବ, ତାପରେ ସବୁବେଳେ ସେୟାକୁ ଦେଖିକିରି ଲେଖିବ, ଦେଖିବ 15-20 ଦିନ ପରେ ତୁମର 1ରୁ 100 ପର୍ଯ୍ୟନ୍ତ ମ୍ୟାକ୍ସିମମ୍ ସଂଖ୍ୟାର ସ୍କୋୟାର ମନେ ଥିବ। ପ୍ରାକ୍ଟିସ୍ ମେକ୍ସ ଏ ମ୍ୟାନ୍ ପରଫେକ୍ଟ। ଏବେ ଲେଖିବା 23ର ସ୍କୋୟାର 24ର ସ୍କୋୟାର। ମୁଁ ଏଠି ଲେଖିଦେଇଛି କାରଣ ଗୁଡ଼େ ଟାଇମ୍ ନେଲେ ୱେଷ୍ଟ ହେବ। 23ର ସ୍କୋୟାର 569, 24ର ସ୍କୋୟାର 576, 25ର 625, ଏମିତି ଆମେ 30ର ସ୍କୋୟାର 900 ପର୍ଯ୍ୟନ୍ତ ଲେଖିଦେଲେ। ଆମେ ଏଠି କ'ଣ ଲକ୍ଷ୍ୟ ରଖିବା? ଦେଖ, ଆମେ ଯେଉଁ ବର୍ଗ ଗୁଡ଼ାକ ଲେଖିଛେ ତାର ଏକକ ସ୍ଥାନରେ 1 4 9 6 5 କିମ୍ବା 0 ଏଇଭଳିଆ ସଂଖ୍ୟା ସବୁ ଅଛି। 8 କୋଉଠି ବି ନାହିଁ, 7 କୋଉଠି ବି ନାହିଁ,
ଏମିତି ଯଦି ଥିବ ତାହେଲେ ସେଗୁଡ଼ାକ ପୂର୍ଣ୍ଣ ବର୍ଗ ସଂଖ୍ୟା ନୁହେଁ। ଆଉ ଯଦି 0 1 4 9 6 ଥିବ ତାହେଲେ ସେଇଟା ହେଉଛି ପୂର୍ଣ୍ଣ ବର୍ଗ ସଂଖ୍ୟା। ଏଇଠି ଦେଖ ମନେ ରଖିବ 2 3 7 8 ଏକକ ସ୍ଥାନର ଅଙ୍କ ହୋଇନଥାଏ। ତା ମାନେ ଆମେ ଏଠାରୁ ଗୋଟେ ଧାରଣା ପାଇଲେ 0 1 4 5 6 9 ଥିଲେ ସଂଖ୍ୟାଟି ପୂର୍ଣ୍ଣ ବର୍ଗ ସଂଖ୍ୟା ହୋଇଥାଏ। କିନ୍ତୁ 2 3 7 8 ଥିଲେ ସେଟା ଆଦୌ ପୂର୍ଣ୍ଣ ବର୍ଗ ସଂଖ୍ୟା ହୋଇନଥାଏ। କିନ୍ତୁ ଦେଖ 26 ଆଉ 36, 36 ର ଏକ ଘରେ ବି 6 ଅଛି, 26 ର ଏକ ଘରେ ବି 6 ଅଛି, 36 ହେଉଛି ପୂର୍ଣ୍ଣ ବର୍ଗ ସଂଖ୍ୟା 636, ତାହେଲେ 26 ନୁହେଁ। ମ୍ୟାକ୍ସିମମ୍ କ୍ଷେତ୍ରରେ ସେମିତି ହୁଏ, ଆମେ ଦେଖିକି ଅନୁମାନ ଲଗେଇ ପାରିବା, କିନ୍ତୁ ସବୁ କ୍ଷେତ୍ରରେ ନୁହେଁ। ପ୍ରଶ୍ନ ଦେଇଛି ନିମ୍ନଲିଖିତ ସଂଖ୍ୟାମାନଙ୍କ ମଧ୍ୟରୁ କେଉଁ ଗୁଡ଼ିକର ଏକକ ସ୍ଥାନରେ 6 ରହିବ? 38 କି 38 ରେ ଗୁଣିଲେ 8 ଷ୍ଟାନ 64, ତା ମାନେ ଏକକ ସ୍ଥାନରେ 4 ରହିବ। 34 କି 34 ରେ ଗୁଣିଲେ 4 4 16, ଏକକ ସ୍ଥାନରେ 6। ଏଠି ବି 636 ଏକକ ସ୍ଥାନରେ 6। 56 ର ବି 636 ଏକକ ସ୍ଥାନରେ 6। 74 ରେ ବି 636 ଏକକ ସ୍ଥାନରେ 6। 82 ରେ ରହିବନି କାରଣ 2 ଦୁଣେ 4। ତେଣୁ ଆମେ ଦେଖିଲେ ଆଇ ନମ୍ବର ଆଉ ଭିଆଇ ନମ୍ବର, ତା ମାନେ 38 ଆଉ 82 ଏଇଠି ଏକକ ସ୍ଥାନରେ 4 ରହିବ ଆଉ ବାକି ସବୁଠି 6 ରହିବ। ଏବେ ତାପରେ ପ୍ରଶ୍ନ ଦେଖ, ବୁଝିବା ପାଇଁ ଦିଆଯାଇଛି, ପ୍ରଶ୍ନ ନୁହେଁ। ପୂର୍ବରୁ ତୁମେ ପୂରଣ କରିଥିବା ସାରଣୀରୁ ସଂଖ୍ୟା ଆଉ ସେମାନଙ୍କ ବର୍ଗ ଗୁଡ଼ିକ ଲକ୍ଷ୍ୟ କରି ଅଧିକ ସଂରଚନା ଖୋଜ। ଦେଖ 10 ର ସ୍କୋୟାର ହେଲା 100, 20 ର ସ୍କୋୟାର 400, 40 ର ସ୍କୋୟାର 1600। କେମିତି ଆମେ ଲେଖୁଛେ ଟ୍ରିକ୍? 100 ର ସ୍କୋୟାର ହେଉଛି 1 ରେ 4ଟା ଶୂନ, 200 ର ସ୍କୋୟାର ହେଉଛି 4 ରେ 4ଟା ଶୂନ। ଯଦି ଗୋଟିଏ ଶୂନ ଥବ ବର୍ଗ ହେଲେ ସେଟା 2ଟା ଶୂନ ହବ, 2ଟା ଶୂନ ଥିଲେ ବର୍ଗ ହେଲେ 4ଟା ଶୂନ ହେଇଯାଏ। ତମେ 40 ର ସ୍କୋୟାରକୁ ଲକ୍ଷ୍ୟ କର, 4 4 16, ଗୋଟିଏ ଶୂନଟା 2ଟା ଶୂନ ହେଇଗଲା। ସେମିତି 200 ସ୍କୋୟାରକୁ ଲକ୍ଷ୍ୟ କର, 2 ଦୁଣେ 4, 2ଟା ଶୂନଟା 4ଟା ଶୂନ ହେଇଗଲା। ଯଦି ଗୋଟିଏ ସଂଖ୍ୟା ଶେଷରେ 3ଟି ଶୂନ ଥାଏ, ସଂଖ୍ୟାଟି ମନେକର 3 ହଉ, 3ଟି ଶୂନ ମାନେ 3000, ତେବେ ତା ବର୍ଗ ଶେଷରେ କେତୋଟି ଶୂନ ରହିବ? 3000 କୁ 2 ଥର ଗୁଣିବା, 3 3 9, 3ଟା ଶୂନ 2 ଥର ଗୁଣା ହେଲେ 3 3 6, ତେଣୁ 9ରେ 6ଟି ଶୂନ, ତା ମାନେ 6ଟା ଶୂନ ରହିବ। ଏକ ସଂଖ୍ୟାର ଶେଷରେ ଥିବା ଶୂନମାନଙ୍କର ସଂଖ୍ୟା ଓ ତାହା ବର୍ଗ ଶେଷରେ ଥିବା ଶୂନମାନଙ୍କର ସଂଖ୍ୟା ବିଷୟରେ କ'ଣ ଲକ୍ଷ୍ୟ କରୁଛ? 2 ଗୁଣ ହେଇଯାଏ। ଯଦି ସଂଖ୍ୟାରେ 2ଟା ଶୂନ ଅଛି ବର୍ଗରେ 4ଟା ଶୂନ ହବ, ସଂଖ୍ୟାରେ ଗୋଟେ ଶୂନ ଥିଲେ ବର୍ଗରେ 2ଟା ଶୂନ ହବ, ସବୁବେଳେ 2 ଗୁଣ ହବ। ଏପରି ସବୁବେଳେ ହୋଇଥାଏ କି? ହଁ, ସବୁବେଳେ 2 ଗୁଣ ହୋଇଥାଏ। ଆମେ କହିପାରିବା କି ବର୍ଗ ଗୁଡ଼ିକର ଶେଷରେ କେବଳ ଏକ ଯୁଗ୍ମ ସଂଖ୍ୟକ ଶୂନ ରହିବ? ହଁ, ବର୍ଗର ଶେଷରେ ସବୁବେଳେ ଯୁଗ୍ମ ସଂଖ୍ୟକ ଶୂନ ରହିବ। ଗୋଟେ ଥିଲେ 2ଟା ହବ, 2ଟା ଥିଲେ 4ଟା ହବ, 3ଟା ଥିଲେ 6ଟା ହବ, ଏଇଭଳିଆ। ସେଇ ଜିନିଷକୁ ଏଠି ସଜେଇକି ଲେଖିବା, n ସଂଖ୍ୟକ ଶୂନ ଥିଲେ 2n ହବ। ତା ମାନେ ଯଦି 40 ଆମେ ଲେଖୁଛେ, 40 ର ବର୍ଗ ହେଲେ 4 4 16, ଗୋଟିଏ ଶୂନ ଜାଗାରେ 2ଟା ହବ, 2ଟା ଶୂନ। ସେମିତି ଗୋଟିଏ ସଂଖ୍ୟା ଆଉ ତାର ବର୍ଗ ମଧ୍ୟରେ ସମ୍ପର୍କ ବିଷୟରେ କ'ଣ କହିପାରିବ? ସେଇ ଯୁଗ୍ମ ସଂଖ୍ୟକ ଶୂନ ରହିବ ଆଉ। ଲେଖିବା ହଁ, ବର୍ଗ ସଂଖ୍ୟାର ଶେଷରେ ଯୁଗ୍ମ ସଂଖ୍ୟକ ଶୂନ, ତା ମାନେ କେତେବେଳେ 3ଟା ଶୂନ ଲେଖା ହେଇନଥିବ, 2ଟା 4ଟା 6ଟା 8ଟା 10ଟା ଏମିତିଆ ଶୂନଟା ସବୁବେଳେ ଯୁଗ୍ମ ସଂଖ୍ୟକ ଥିବ। ଏବେ ଦେଖ ପୂର୍ଣ୍ଣ ବର୍ଗ ସଂଖ୍ୟା ଆଉ ଅଯୁଗ୍ମ ସଂଖ୍ୟାର ସମ୍ପର୍କ କ'ଣ? ଏଇ ବଢ଼ିଆ ସୁନ୍ଦର ଚିତ୍ରଟେ ହେଇଛି, ଏ ଚିତ୍ରକୁ ଦେଖ ଆଉ ଗୋଟେ ଗୋଟେ ବିନ୍ଦୁକୁ ଗୋଟେ ଗୋଟେ ସଂଖ୍ୟା ଭାବ। ଏଇଟା ହେଲା ଗୋଟେ ବର୍ଗ 1, ଆମେ ଯେତେବେଳେ 1ରେ 3 ମିଶେଇବା ସେଟା ଆମର ହେଇଯିବ 4, 4 ଯାହାକି 2ର ବର୍ଗ। 1 ଏ ହେଲା 1 2 3 ମିଶିଲେ କେତେ ହେଲା? 4, 4 ମାନେ 2ର ବର୍ଗ। ଗୋଟେ ଗୋଟେ ସଂଖ୍ୟା ହବ ଗୋଟେ ଗୋଟେ ବିନ୍ଦୁକୁ, 1ର ସ୍କୋୟାର ହେଲା 1। ସେମିତି ଯେତେବେଳେ ଆମେ 3ର ବର୍ଗ ବାହାର କରିବା 9, ସେଥିରେ କ'ଣ କରିବା? ଏ 4 ଥିଲା ପ୍ଲସ୍ ଆଉ 5 ମିଶେଇଲେ, ତେଣୁ ଦେଖ 1 3 4, ସେଥିରେ ମିଶିଲା 5 ହେଲା 9। ସେମିତି 16, 16 ହେଲେ 3ର ବର୍ଗ ଯେ ଆମେ 9 ପାଇଯାଇଛେ, ସେଥିରେ ଆମେ 7ଟି ବିନ୍ଦୁ ମିଶେଇବା। ପଛକୁ ପଛ ଆସ, ତାମାନେ ଏଠି କେତେ ଲେଖା ହବ? 4ର ବର୍ଗ ହବ 16। ଠିକ୍ ସେମିତି ଚିତ୍ରକୁ ଲକ୍ଷ୍ୟ କର, 25, ଏଇ ଯେ ଆମର ହେଇଗଲା 16, 4 4 16, ଏପଟେ ହେଲା 5, ଏପଟେ ହେଲା 4, 5 4 9, 16ରେ 9 ମିଶିଲେ କେତେ ହେଲା? 25, 25 ହେଲା 5ର ବର୍ଗ। 36 ସେମିତି, 25ରେ ଆମେ କେତେ ମିଶେଇବା? ଇଏ ହେଲା 6, ଇଏ ହେଲା 5 11, 25ରେ 11 ମିଶିଲେ 36। ତା ମାନେ ପୂର୍ବ ସଂଖ୍ୟାର ବର୍ଗରେ ଆମେ ଯଦି ସେଇ ସଂଖ୍ୟା ଆଉ ପର ସଂଖ୍ୟାକୁ ମିଶେଇ ଦେବା, ତାହେଲେ ଆମକୁ ତା ପର ସଂଖ୍ୟାର ବର୍ଗ ମିଳୁଛି। ଭଲସେ ବୁଝ ଏଇ ଲାଇନଟା, ଗୋଟିଏ ଲାଇନ ସବୁଠୁ ଇମ୍ପୋର୍ଟାଣ୍ଟ। ପ୍ରଥମ ଅଯୁଗ୍ମ ସଂଖ୍ୟା ହେଲା 1, ଦ୍ୱିତୀୟ ଅଯୁଗ୍ମ ସଂଖ୍ୟା ହେଲା 1 3 4,
କ୍ରମାନ୍ୱୟରେ ଆଉ 4ଟା ଅଯୁଗ୍ମ ସଂଖ୍ୟା ମିଶାଇଲେ 16, ସେମିତି 5ଟା ମିଶାଇଲେ 25, 6ଟା ଅଯୁଗ୍ମ ସଂଖ୍ୟା ମିଶାଇଲେ 36। ତାମାନେ ଆମେ ଯେଉଁ ବର୍ଗ ଗୁଡ଼ାକ ପାଉଛେ ସିଏ ହେଉଛି ଅଯୁଗ୍ମ ସଂଖ୍ୟା, କ୍ରମିକ ଅଯୁଗ୍ମ ସଂଖ୍ୟାମାନଙ୍କର ସମଷ୍ଟି। ଏଇଠି ଲେଖାଯାଇଛି 1ରୁ ଆରମ୍ଭ କରି କ୍ରମିକ ଅଯୁଗ୍ମ ସଂଖ୍ୟାର ଯୋଗଫଳରୁ କ୍ରମିକ ବର୍ଗ ମିଳିଥାଏ। ଇଏ ବି ଗୋଟେ ମନେ ରଖିବା ଲାଇନ୍। 1ରୁ ଆରମ୍ଭ କରି କ୍ରମିକ ଅଯୁଗ୍ମ ସଂଖ୍ୟା। କ୍ରମିକ ଅଯୁଗ୍ମ ସଂଖ୍ୟା କିଏ? 1, 3, 5, 7, ତାକୁ ମିଶେଇଲେ ଆମକୁ ସେଇ ଅନୁସାରେ କ୍ରମିକ ବର୍ଗ ବି ମିଳିଥାଏ। ଏଇଠି ଦେଖ ଆଉ ଗୋଟେ ମଜାଦାର କଥା, ସବୁର ଯୋଉ ବିନ୍ଦୁ ଯାଇଛି ତା ଉପରେ ଗୋଟେ ଓଲଟା ଏଲ୍ ଲେଖାଯାଇଛି। ଓଲଟା ଏଲ୍ ଭିତରେ ସେ ଅଯୁଗ୍ମ ସଂଖ୍ୟା ଗୁଡ଼ିକ ହିଁ ଅଛି। 1ରେ 3 ମିଶିଛି, ଏଠି 1ରେ 3 ପ୍ଲସ୍ 3, 2, 5 ମିଶିଛି। ମାନେ ଅଯୁଗ୍ମ ସଂଖ୍ୟା ଗୁଡ଼ାକ କେମିତି ଏଲ୍ ସେପ୍ରେ ଅଛନ୍ତି। କ୍ରମିକ ଅଯୁଗ୍ମ ସଂଖ୍ୟା ପ୍ରଥମେ 1, ତାପରେ 3, ତାପରେ 5। ଏଠି କେତେ ହେବ? 5, 2, 7। ତାମାନେ 5 ଏକ୍ସଟ୍ରା 2ଟା ଦିପଟେ ଅଛି। 1, 3, 5, 5, 2 ମିଶିକି ହେଲା 7। ସେମିତି 1, 3, 5, 7, 9 ଏସବୁ ହେଲେ କ୍ରମିକ ଅଯୁଗ୍ମ ସଂଖ୍ୟା। ଆଉ ଆମେ ୟାକୁ ମିଶେଇକି ଗଲେ ଆମେ ତାର ବର୍ଗ ବି ପାଇବା। ଏବେ ଏଇ କନସେପ୍ଟକୁ ନେଇ ଆମେ ଆହୁରି କେତେ ଗଣିତ ସମାଧାନ କରିବା। ଆଉ ଗୋଟେ କଥା ହେଲା କ୍ରମିକ ଅଯୁଗ୍ମ ସଂଖ୍ୟାକୁ ବିୟୋଗ କରି ମନେକର 1, 3, 5, 7, 9 ମିଶେଇଲେ ଆମକୁ 5ର ସ୍କୋୟାର 25 ମିଳିଛି। ଆମେ ଯଦି 25ରୁ ଗୋଟେ ଗୋଟେ ଫେଡ଼ି ଆସିବା, ଯଦି ଶୂନ ହେବ ତାହେଲେ 25ଟା ଗୋଟେ ବର୍ଗ ସଂଖ୍ୟା ବୋଲି ଆମେ ଜାଣିବା। 25ରୁ 1 ଫେଡ଼ିଲେ 24, 24ରୁ 3 ଫେଡ଼ା ହେଲା, 21ରୁ 5 ଫେଡ଼ା ହେଲା, 16ରୁ 7 ଫେଡ଼ା ହେଲା, ଯେତିକି ହେଲା ସେଥିରୁ 9 ଫେଡ଼ା ହେଲା। 1, 3, 5, 7, 9 ଆମେ କ୍ରମାନ୍ୱୟରେ ଫେଡ଼ି ଆସିଲେ ଶେଷରେ ଆମର ଶୂନ ମିଳିଲା। ଯଦି ଶୂନ ମିଳିଲା ତାହେଲେ 25 ହେଲା ଗୋଟେ ବର୍ଗ ସଂଖ୍ୟା, 5ର ସ୍କୋୟାର ଠିକ୍ ଅଛି। ଯଦି 1, 2 ବଳିଥାନ୍ତା ତାହେଲେ ସେଇଟା ଗୋଟେ ପୂର୍ଣ୍ଣ ବର୍ଗ ସଂଖ୍ୟା ନୁହଁ ବା ବର୍ଗ ସଂଖ୍ୟା ନୁହଁ। ଏବେ ଦେଖ ଲେଖାଯାଇଛି 36ର ସ୍କୋୟାର ନିର୍ଣ୍ଣୟ କର। 35ର ସ୍କୋୟାର ହେଉଛି 1225। ଆ ପାଇଁ ଗୋଟେ ବଢ଼ିଆ ସର୍ଟ ଟ୍ରିକ୍ ଅଛି। ପ୍ରଶ୍ନରୁ ଆମେ ଜାଣୁଛୁ ଯେ 1225 ହେଉଛି ପ୍ରଥମ 35ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ। 36ର ସ୍କୋୟାର ମୂଲ୍ୟ ଜାଣିବା ପାଇଁ ଆମକୁ 1225ରେ 36ତମ ଅଯୁଗ୍ମ ସଂଖ୍ୟାକୁ ଯୋଗ କରିବାକୁ ପଡ଼ିବ। ପ୍ରଥମ ଅଯୁଗ୍ମ ସଂଖ୍ୟା 1, ଦ୍ୱିତୀୟ ହେଲା 3, ତୃତୀୟ ହେଲା 5, ଷଷ୍ଠ ହେଲା 11। ଏଇ କ୍ରମକୁ ଆଗକୁ ବଢ଼ିବାକୁ ପଡ଼ିବ। ଆଉ ଗୋଟେ ବଢ଼ିଆ ଟ୍ରିକ୍ ଦେଖ, 36ର ସ୍କୋୟାର ଆମେ କେମିତି ବାହାର କରିବା? 35ର ସ୍କୋୟାର ଯୁକ୍ତ 35 ଯୁକ୍ତ 36। ଯୋଉ ସଂଖ୍ୟାର ସ୍କୋୟାର ବାହାର କରିବା ତା ପୂର୍ବ ସଂଖ୍ୟାର ସ୍କୋୟାର ପ୍ଲସ୍ ସେଇ ସଂଖ୍ୟା ପ୍ଲସ୍ ପୂର୍ବ ସଂଖ୍ୟା। ଯେମିତି 35ର ସ୍କୋୟାର ପ୍ଲସ୍ 35 ପ୍ଲସ୍ 36 ମିଶାଇ ଦେଲା 71। ତେଣୁ 1225ରେ 71 ମିଶାଇଲେ 1296 ଆମର ହେଲା 36ର ସ୍କୋୟାର। ଏଇ ଚିତ୍ରକୁ ବୁଝିବା ଏଇଟା ହେଲା ସବୁଠୁ ବେଷ୍ଟ ଟ୍ରିକ୍, ମନେ ରଖିଥବ। ଦେଖ 3ର ସ୍କୋୟାର ହେଲା 9, 9 କେମିତି ପାଇଲେ? 4ର ସ୍କୋୟାର ହେଲା 16, 1, 3, 5, 7ରେ 1, 3, 5ରେ ଆମେ 7 ମିଶାଇଲେ, ତାମାନେ 1, 3, 5 ହେଉଛି 9। ଏଇ ଯାଏଁ ହେଉଛି 3ର ସ୍କୋୟାର। ତାମାନେ 3ର ସ୍କୋୟାରରେ ଆମେ କେତେ ମିଶାଇଲେ? 3 ପ୍ଲସ୍ 4, 3 ପ୍ଲସ୍ 4 ହେଲା 7। 3ର ସ୍କୋୟାରରେ ଆମେ 4 ପ୍ଲସ୍ 3 ବା 7 ମିଶାଇଲାରୁ ଆମର 4ର ସ୍କୋୟାର ବା 16 ମିଳିଲା। ଆମେ ଚାହିଁଲେ ଏଇ କ୍ରମରେ 1ରୁ 100 ପର୍ଯ୍ୟନ୍ତ ମୁହେଁ ମୁହେଁ ହିସାବ କରିକି ମଧ୍ୟ କହିପାରିବା। ସେମିତି 5ର ସ୍କୋୟାର କେତେ ହେବ? 16 ଯୁକ୍ତ 4, 5, 9। ତାମାନେ 4ର ସ୍କୋୟାରରେ 4, 5 ମିଶାଇ ଦେବା, 16 ଯୁକ୍ତ 9 ହେଲା 25। ସେଇ ଅନୁସାରେ 36ର ସ୍କୋୟାର କେମିତି ବାହାର କଲେ? 35ର ସ୍କୋୟାର ଯୁକ୍ତ 35 ଯୁକ୍ତ 36 ସମୁଦାୟ ମିଶିକି ହେଲା 1296। ପ୍ରଥମ ଅଯୁଗ୍ମ ସଂଖ୍ୟା ହେଲା 1, ଦ୍ୱିତୀୟ 3, ତୃତୀୟ 5 ଏଇଭଳିଆ ବାହାର କରିବା। ତେଣୁ n ତମ ଅଯୁଗ୍ମ ସଂଖ୍ୟା କେତେ ହେବ? n ତମ ଅଯୁଗ୍ମ ସଂଖ୍ୟା ହେବ 2n - 1। ତେଣୁ 36ତମ ଅଯୁଗ୍ମ ସଂଖ୍ୟା ହେଉଛି 71। n ହେଲା ଆମର 36, 2n ମାନେ 36 ଦୁଣେ 72 ଫେଡାଣ 1, 71। ତେଣୁ 35ର ସ୍କୋୟାର ହେଲା କେତେ? 1225। ସେଥିରେ ତାପରେ ଅଯୁଗ୍ମ ସଂଖ୍ୟା ମିଶାଇ ଦେଲେ, ତାମାନେ 71 ମିଶାଇ ଦେଲେ ଆମର 1296 ମିଳିଯିବ। ଯେମିତି ବୁଝୁଛ ବୁଝ, ଗୋଟିଏ ପ୍ରକାର ହେଲା ତାର ମେଥଡ଼। ଏଇଠି ଲେଖିବା, ଏଇଠି ଲେଖିଦେବା 36ତମ ଅଯୁଗ୍ମ ସଂଖ୍ୟା ମାନେ 2n - 1। n ହେଉଛି 36, ତାମାନେ 2 ଗୁଣନ 36 - 1 ସମାନ 71। 72ରୁ 1 ଗଲେ 71। ତାପରେ 35 ଯୁକ୍ତ 36 ଆଉ ସେଇ ଜିନିଷଟାକୁ ତମ ବହିରେ ପରିଷ୍କାର କରି ଲାଇନ୍ ବାଇ ଲାଇନ୍ ଗୋଟିଏ ଗୋଟିଏ ବୁଝେଇଛି। ତମେ କିନ୍ତୁ ଏମିତି ମନେ ରଖିଦେବ।
ତାपर ନମ୍ବର ପ୍ରଶ୍ନ ଦେଖ 38ଟା ପୂର୍ଣ୍ଣ ବର୍ଗ କି ନାହିଁ କେମିତି ଜାଣିବା। କ୍ରମାନ୍ୱୟରେ ମୌଳିକ ଗୁଣନୀୟକ ଗୁଡ଼ାକ ମାଇନସ୍ କରାହେଇଛି। ପ୍ରଥମେ 1, ତାପରେ 3, ତାପରେ 5, ତାପରେ 7, ତାପରେ 9, ତାପରେ 11, ତାପରେ 13 ଏମିତି ଫେଡ଼ିଲା ପରେ ଲାଷ୍ଟକୁ 11 ବଳିଲା। ତାମାନେ ଏଇଟା ଗୋଟେ ପୂର୍ଣ୍ଣ ବର୍ଗ ସଂଖ୍ୟା ନୁହେଁ। ଯଦି ହେଇଥାନ୍ତା ତାହେଲେ ଶେଷକୁ ଶୂନ ମିଳିଥାନ୍ତା। ତାପରେ ନମ୍ବର ପ୍ରଶ୍ନ, ଦୁଇଟି କ୍ରମିକ ପୂର୍ଣ୍ଣ ବର୍ଗ ମଧ୍ୟରେ କେତୋଟି ସଂଖ୍ୟା ଥାଏ? ଆଉ ଯଦି କିଛି ସରଞ୍ଚନା ଲକ୍ଷ୍ୟ କରୁଛ ଲେଖ। ଦେଖ 1ର ସ୍କୋୟାର ହେଲା 1, 2ର ସ୍କୋୟାର 4, 2ର 4, 3ର 9, ସେମିତି 4ର 3ର 9, 4ର 16। କ୍ରମିକ ମାନେ କେହି କାହାକୁ ଛାଡ଼ିବେନି। 1 2, 2 3, 3 4 ଏଇ ଭଳିଆ ଆମେ ସଂଖ୍ୟା ନେବା। ତାର ବର୍ଗ ଗୁଡ଼ାକ ଲେଖିଲେ। ଏବେ ଦେଖ 9ରୁ ଆଉ 16 ଭିତରେ କେତୋଟି ସଂଖ୍ୟା ଅଛି? 10, 11, 12, 13, 14, 15 6ଟି ସଂଖ୍ୟା। ଉପରେ ଅଛି 2ଟା ସଂଖ୍ୟା। 1 ଆଉ 4 ଭିତରେ 2ଟା ସଂଖ୍ୟା, 4 9 ଭିତରେ 4ଟା ସଂଖ୍ୟା। ତେଣୁ ସବୁବେଳେ ଯୁଗ୍ମ ସଂଖ୍ୟକ ସଂଖ୍ୟା ରହୁଛି 2 4 6 8 10। ତେଣୁ ସରଞ୍ଚନାଟା ଏଇଭଳିଆ ହବ। ତାପରେ ନମ୍ବର ପ୍ରଶ୍ନ, 1ରୁ 100 ମଧ୍ୟରେ କେତୋଟି ବର୍ଗ ସଂଖ୍ୟା ଅଛି? ପୂର୍ବ ପୃଷ୍ଠାକୁ ଓଲଟାଅ, ସେଇଠୁ ଦେଖିଦିଅ, ଦେଖିକି ଲେଖିଦିଅ। 1ରୁ 100 ଭିତରେ 10ଟି ଅଛି। 1 4 16 25 636 ଏଇଭଳିଆ 100 ଭିତରେ ଯିଏ ରହିବ ଆଉ। ସେମିତି 101ରୁ 200 ଭିତରେ କେତେ ଅଛି? 101ରୁ 200 ଭିତରେ ହେଉଛି, ଦେଖ ଏଠି 1 4 9 16 25 36 49 64 81 100। 1ରୁ 100 ଭିତରେ। ସେମିତି 100ରୁ 200 ଭିତରେ କିଏ ରହିଲା? ଇଏ ହେଲା 10ଟା ସଂଖ୍ୟା। 121 144 ସେମିତି ଦେଖିଦବ 100ରୁ 200 ଭିତରେ କିଏ ଅଛି? 196 ଯାଏ ହେଲା 200 ଭିତରେ। ତାପରେ ଅଛି 301ରୁ 400 ଭିତରେ କେତେ? 201ରୁ 300 ଭିତରେ କେତେ? ସେ ଅନୁସାରେ ସବୁ ଗଣିକି ଲେଖିବା ଆଉ। ବହୁତ ସହଜ, ସେପଟୁ ଖୋଜିକି ଗଣିକି ଲେଖିଦବ। 3ଟି, 301ରୁ 400 ଭିତରେ ହେଲା 3ଟି, 401ରୁ 500 ଭିତରେ ହେଲା 2ଟି, 501ରୁ 600 ଭିତରେ ହେଲା 2ଟି, ଏଇଟା ବି 2ଟି, 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 ଗୋଟିଏ। ଏବେ ଦେଖ ପୂର୍ଣ୍ଣ ବର୍ଗ ଆଉ ତ୍ରିଭୁଜାକାର ସଂଖ୍ୟା। ସେଇ ସଂଖ୍ୟା ଗୁଡ଼ାକୁ ତ୍ରିଭୁଜ ଆକାରରେ ତମକୁ ସହଜ ଭାବରେ ବୁଝିବା ପାଇଁ ଲେଖାଯାଇଛି। ଗୋଟେ ଗୋଟେ ବିନ୍ଦୁକୁ ଗୋଟେ ଗୋଟେ ସଂଖ୍ୟା ଭାବ। ଦେଖ ପ୍ରଥମେ ଅଛି ଗୋଟିଏ ବିନ୍ଦୁ, ତାପରେ 3ଟି, ତାପରେ 6ଟି, 10ଟି, 15ଟି। 1ରେ 3 ମିଶିଲେ 4 ହେଲା, ଯାହାକି 2ର ସ୍କୋୟାର। 3ରେ 6 ମିଶିଲା 9 ହେଲା, ଯାହାକି 3ର ସ୍କୋୟାର। ସେମିତି 6ରେ 10 ମିଶିଲେ 16 ହବ, ଯାହାକି 4ର ସ୍କୋୟାର। 4 ଚଉ 16। ଏଠି ସେମିତି କେତେ ହବ? 5 5 25। 5 ଲମ୍ବାରେ 5, ଚଉଡ଼ାରେ 5। ତାମାନେ ଦୈର୍ଘ୍ୟ ପ୍ରସ୍ଥ ଉଭୟ ପଟେ 5। ଗଣୁଥିବ କେମିତି 5 ହବ। ଦୈର୍ଘ୍ୟରେ 5ଟା ବିନ୍ଦୁ, ପ୍ରସ୍ଥରେ ବି 5ଟା ବିନ୍ଦୁ, ମଝିରେ ଏଠି 3 3 ପକେଇଦବା। ଏବେ ଦେଖ 5 5 25। ଆଉ ଏଠି କ'ଣ ଲେଖିବା? 10 ଯୁକ୍ତ 15 ସମାନେ 25, ଯିଏକି 5ର ସ୍କୋୟାର। ଏଇ 3 କୋଣିଆଟା ରହିବ ଆଉ। 3 କୋଣିଆଟା ରହିଲେ 10ଟା ବିନ୍ଦୁ ହବ। 10ରେ 15 ମିଶେଇବା। ଉପରେ ଯୋଉ ତ୍ରିଭୁଜ 10 ଯୁକ୍ତ 15। ଏବେ ବିନ୍ଦୁ ବିନ୍ଦୁ କରି ଯୋଉ ଚିତ୍ରଟା ଅଙ୍କନ କଲି, ତା ଭିତରେ 10 15 ତ୍ରିଭୁଜାକାର ଦେଇକି ତମେ ଗାର ମଧ୍ୟ ଦେଇପାରିବ। 10ଟା ବିନ୍ଦୁ ଆଉ 15ଟା ବିନ୍ଦୁ, 10 15 ମିଶିକିରି 25 ହେଲା, ଯିଏକି 5ର ସ୍କୋୟାର। ଏବେ ଦେଖିବା ବର୍ଗମୂଳ। ବର୍ଗମୂଳ ଗୋଟେ ଅତି ସହଜ କଥା। ଗୋଟିଏ ବର୍ଗ କ୍ଷେତ୍ରର କ୍ଷେତ୍ରଫଳ ହେଉଛି 49 ବର୍ଗ ସେମି। ତାମାନେ ଦୈର୍ଘ୍ୟ ପ୍ରସ୍ଥ ସବୁ ସମାନ। ଦୈର୍ଘ୍ୟ ପ୍ରସ୍ଥ ସବୁ ସମାନ ମାନେ ପ୍ରତ୍ୟେକ ବାହୁ ସମାନ। ତେଣୁ ଯଦି 7 ଗୁଣନ 7 ହେଲା 49, ତାହେଲେ ଗୋଟିଏ ବାହୁ କେତେ? 7 ହବ। ହେଲେ ସେ 7ଟା ଆମକୁ କେମିତି ମିଳିବ? ଛୋଟ ସଂଖ୍ୟା ବୋଲି ଆମେ 7କ ପଣିକିଆ କି 8କ ପଣିକିଆ ଦେଖିକି କହିଦେଲେ। ଦେଖ ଯଦି y ହେଲା x ସ୍କୋୟାର, ତାମାନେ 2ଟା x କୁ ଗୁଣିଲେ ଆମକୁ y ମିଳୁଛି। ସେ କ୍ଷେତ୍ରରେ x ହେଉଛି y ର ବର୍ଗମୂଳ। ତାମାନେ y ଟା ହେଲା ବର୍ଗ ସଂଖ୍ୟା, x ଟା ହେଲା ତାର ବର୍ଗମୂଳ। ସେମିତି 8 ଅଷ୍ଟା 64, ତାମାନେ 64 ଏଠାରେ ବର୍ଗ ସଂଖ୍ୟା, 8 ହେଲା ବର୍ଗମୂଳ। ମାଇନସ୍ କ୍ଷେତ୍ରରେ ବି ସେଇଆ ହବ। 2ଟା ମାଇନସ୍ ଗୁଣିଲେ -8, -8 ଗୁଣିଲେ +64 ହବ। ତେଣୁ 64 ହେଲା ବର୍ଗ ସଂଖ୍ୟା, -8 ହେଲା ବର୍ଗମୂଳ। ଯେତେବେଳେ ଆମେ 64ର ରୁଟ୍ ଓଭର ଲେଖୁ, ତାକୁ +-8 ଲେଖୁ। କାହିଁକି +-8 ଲେଖୁ? କାରଣ ଏଇଟା +8 ହେଇପାରେ, -8 ବି ହେଇପାରେ, ଉଭୟଟା ଠିକ୍। ସେମିତି 100ର ରୁଟ୍ ଓଭର ଲେଖିଲେ +-10 ଲେଖିଛେ, ଏଟା ହେଲା ସୂତ୍ର। n² ର ରୁଟ୍ ଓଭର ହେଲା +-n। ଏବେ ଏଇଠି ଆଉ କିଛି ଛୋଟ ଛୋଟ ଜିନିଷ ପଢିବା, ତାପରେ ଚାପ୍ଟର ଷ୍ଟାର୍ଟ କରିବା। ଦେଖ 1 4 6 9 କିମ୍ବା ଯୁଗ୍ମ ସଂଖ୍ୟକ ଶୂନରେ ଶେଷ ହୁଏ। ପୂର୍ଣ୍ଣ ବର୍ଗ ସଂଖ୍ୟା ଗୁଡାକ ଆମେ ଆଗରୁ ସବୁ ପଢିଛେ।
गोटे संख्या पूर्ण वर्ग संख्या कि नुह बा कहार सी वर्ग कि नुह आम केमी जानिबा मौलिक गुणनीयक गुड़ाक सानू बड़ क्रमे माइनस करवा प्रथम 1 तापर 3 तापर 5 तापर 7 एमती माइनस करी जदि शेष रे शून्य रहिला ताहले सेटा होची पूर्ण वर्ग संख्या। एई एग्जांपल गुडा केठी देइची 20 रो 21 रो 22 रो छोट संख्या थिले पूर्ण वर्ग कि नहीं आम एमती 1 3 5 7 फेडिकी जानी परिबा किंतु जदि बड़ संख्या थबो ताहले तार मौलिक गुणनीयक बाहर करिकी ताकू जोड़ा जोड़ा करिकी कले हबो आ एमती 3 5 7 एमती बड़ संख्या रे करि हेबो नाही केवल छोट संख्या रे एमती करि परिबा। देख 1 3 5 7 9 एमती माइनस करिकी शेष रे शून्य हैला ताहले एटा गोटे पूर्ण वर्ग संख्या तेणु 81 रो रूट ओवर हैला 9 किंतु 729 रो लेख तळे लेखा जाइछ आमे ई प्रणाली रे 729 रो वर्गमूल निर्णय करि परिबा किंतु बहुत टाइम लागिवो ता पई कि आमे कोन करिबा 729 रो मौलिक गुणनीयक बाहर करिबा 2 रे काटे 3 रे काटे 5 रे काटे सेथि पई हमकु विभाज्यता सूत्र मध्य मन रखिबाकू पड़िबो सेही सूत्र अनुसार काटिले हबो। देख पिला माने 5 को 2 थर गुणिले 5 5 25 ता माने 5 रो स्क्वायर हैला 25 आमे ठीक मौलिक गुणनीयक बाहर कला बेले जो संख्या गुडाक मिलिबो ताकू स्क्वायर कर दबा गोटिए भाग नबा गोटिए भाग ही तार वर्गमूल होई थाए जेमिति 5 रो स्क्वायर इक्वल टू 25 ता माने गोटिए 5 होची वर्गमूल ठीक सेमिति देख 324 लेखा जाइची एटा गोटे पूर्ण वर्ग संख्या की 325 रो मौलिक गुणनीयक गुडाक बाहरला 2 रे काटे 3 रे काटे एमति काटिले शेष संख्या पर्यंत मु तुमको गोटे एग्जांपल नहीं बुझे दूची देख 324 रो मौलिक गुणनीयक बाहर करिया प्रथमे 2 रे काटिली पुणी 2 रे एबे 3 रे 27 रे 81 3 नुआ 27 3 3 9 ए सब गुडाक हैला मौलिक गुणनीयक आकु सजेकी लिखिबा जोड़ा जोड़ा करदबा जदि जोड़ा हो गला बस एतिकी रे आमे बुझी गले एटा गोटे पूर्ण वर्ग संख्या एबे खाली सजेकी लिखिबा सजेई केमती लिखिबा 2 गुणन 2 3 गुणन 3 पुणी 3 गुणन 3 तापर याको सब पेयरिंग करदबा 2 गुणन 3 गुणन 2 हैला गोटे सेट 2 गुणन 3 गोटे सेट सेकंड सेट टा हैला 2 गुणन 3 गुणन 3 ता माने 18 गुणन 18 दीटा 18 गुणिलारु हमर 324 हेछि ये 18 ये 18 2 3 6 3 18 18 रो स्क्वायर हैला 324 वर्गमूल हैला 18 जदि पूरा छोट संख्या टी अछि मुहमी हिसाब कर दबो ता ठारू जदि टिके संख्या बड़ अछि मौलिक गुणनीयक रा माइनस करिवो नले एमती मौलिक गुणनीयक बाहर करि देले भी चलिबो जेमिति तुमको सुविधा आउ टिके बेसी बड़ होला पर सब मन रहि जिवो किछि बाहर करबा आवश्यक नै देख मौलिक गुणनीयक निर्णय करी 1156 28 रो पूर्ण वर्ग कि नुहे परीक्षा करिबा सेमती मौलिक गुणनीयक बाहर करिक लिखिबा 1156 को 2 रे 3 रे काटिबा 28 के सेमती काटिबा सब सजेई के लिखिबा जोड़ी जोड़ी करी लिखिबा 1156 को 2 रे भाग कले 2 पंचा 10 बलिला 1 11 2 सता 14 15 रु 14 गले 1 2 अष्टा 16 पुणी 2 रे काटिले 2 दुणे 4 17 2 अष्टा 16 2 नुआ 18 एबे एटा 2 रे कटिबोनी 9 8 17 2 19 ता माने एटा केवल 17 रे कटिबो 17 के 17 28 रु 17 गले होची 11 19 17 7 119 तेणु एठी 7 पड़िबो एबे मौलिक गुणनीयक गुडा लिखिबा 2 गुणन 2 गुणन 17 गुणन 17 2 रो स्क्वायर गुणन 17 रो स्क्वायर ता माने 2 गुणन 17 रो स्क्वायर हैला 34 34 रो स्क्वायर ता माने 2 थर 34 गुणिले 1156 हेची एबे लिखि दबा पूर्ण वर्ग संख्या या 34 रो वर्ग 28 रो सेमती मौलिक गुणनीयक लिखिबा 2 रे काटिले 1400 पुणी 2 रे काटिले 700 तापर एटा को कोथिरे कटेइबा 2 रे काटिले 350 पुणी 2 रे काटिले 150 तापर एमती कटेई कटेई गले हमर एटा पूर्ण वर्ग संख्या नुहे पिला माने देख दिसिलानी बेलु को बेल 2 रे काटिले 150 तापर 5 रे काटि दबा एटा 2 रे कटिबोनी 3 रे कि 5 रे कटिबो 5 रे काटिले 15 पंचा 75 पुणी 5 रे काटिले 5 3 15 एबे हमर जेतिक मौलिक गुणनीयक हैला सब गुराक जोड़ी जोड़ी करी लिखि दबा देख ए तीनटा अलगा दीटा 2 दीटा 2 गोटिए 2 रहिला एपटे गोटिए 3 रहिला ता माने 3 दुणे 6 हमर बळी पडुची तेणु एटा हमर जोड़ा संख्या होउनी एठी तेणु एटा हमर पूर्ण वर्ग संख्या नुहे 2 रो स्क्वायर तापरे 5 रो स्क्वायर गोटे 2 बळिला
ଆଉ ଗୋଟେ 3 ବଳିଲା, ଏ ଯେହେତୁ ବଳି ପଡ଼ିଲା ପୂର୍ଣ୍ଣବର୍ଗ ସଂଖ୍ୟା ନୁହେଁ, ସ୍କୋୟାର ହେଇଥିଲେ ହେଇଥାନ୍ତା। ଲେଖିବା ଏହା ଏକ ପୂର୍ଣ୍ଣବର୍ଗ ସଂଖ୍ୟା ନୁହେଁ। ତାପରେ ଏକ୍ସାମ୍ପଲକୁ ଦେଖ। ସେମିତି 1936 ର ରୁଟ୍ ଓଭର ଲେଖାଯାଇଛି, ବାହାର କରିବା। କେତେ ଆମେ କେମିତି ଜାଣିବା? 40 ର ସ୍କୋୟାର 1600, 50 ର ସ୍କୋୟାର 2500, ତାମାନେ ଆରି ଭିତରେ ଏଇଟା ରହିବ। କିନ୍ତୁ 36 ଅଛି ମାନେ 636, ଯୋଉ ସଂଖ୍ୟାଟା ହେଇଥିବ ତାର ଡାହାଣ କରେ 6 ଥିବ, କିମ୍ବା 4 4 16, ଏଇ ଦୁଇଟା ଭିତରୁ କିଏ ହେଇଥିବ। ତେଣୁ ଆମେ କେମିତି ହିସାବ କରିବା? ସେଟା 40 ଆଉ 50 ର ଭିତରେ ଥିବ। ତେଣୁ 40 45 ବା 45 50 ସମ୍ଭାଗ ହୋଇପାରେ। 45 ର ସ୍କୋୟାର କେତେ? 2025, ତାମାନେ ଏଇଟା ହେଉଛି 1936, ତାମାନେ 45 ର ତଳକୁ ହେଇଥିବ, ତାମାନେ 44 ହେଇଥିବ, 4 4 16 ଆଉ। ଏମିତି ଟ୍ରିକ୍ରେ ମଧ୍ୟ ଆମେ ଜାଣିପାରିବା। ଯଦି ବି ତୁମର କିଛି ଡାଉଟ୍ ଥିବ ପିଲାମାନେ, ତୁମେ ନିଜେ କରି ଦେଖିଲେ ସବୁ ବୁଝିପାରିବ। ନିମ୍ନଲିଖିତ ସଂଖ୍ୟା ଗୁଡ଼ିକ ମଧ୍ୟରୁ କେଉଁ ଗୁଡ଼ିକ ପୂର୍ଣ୍ଣ ବର୍ଗ ସଂଖ୍ୟା ନୁହେଁ? ତମେ ସଂଖ୍ୟାର ଏକ ଅକ୍ଷରକୁ ଦେଖିକି ସାଙ୍ଗେ ସାଙ୍ଗେ କହିପାରିବ ଏଇଟା ପୂର୍ଣ୍ଣ ବର୍ଗ ସଂଖ୍ୟା କି ନୁହେଁ। 2032 ଲେଖା ହେଇଛି, 2032 ମାନେ ତାର ଏକ ଘରେ 2 ଅଛି, ଏକ ଘରେ 2 ମାନେ ଏଇଟା ପୂର୍ଣ୍ଣ ବର୍ଗ ସଂଖ୍ୟା ନୁହଁ। 2048 ଏଇଟା ମଧ୍ୟ ପୂର୍ଣ୍ଣ ବର୍ଗ ସଂଖ୍ୟା ନୁହଁ। ସେମିତି 1027 ମଧ୍ୟ ପୂର୍ଣ୍ଣ ବର୍ଗ ସଂଖ୍ୟା ନୁହେଁ। କିନ୍ତୁ ତମ ବୁଝିବା ପାଇଁ ମୁଁ ଏଠି ଲେଖିଛି, ଆମେ ଜାଣିଛେ ଯେଉଁ ସଂଖ୍ୟାର ଏକକ ସ୍ଥାନୀୟ ଅଙ୍କ 2 3 କିମ୍ବା 7 8 ହୋଇଥାଏ, ସେ ସଂଖ୍ୟାଟି ଏକ ପୂର୍ଣ୍ଣ ବର୍ଗ ସଂଖ୍ୟା ହେବନି। ତାହେଲେ କୋଉ ଗୁଡାକ ହବ? ଯାହାର ଏକ ଘରେ 1 4 9 ଏଇଭଳିଆ ଥିବ। ଦେଖ, ମୁଁ ଏଇଠି 1099 ର ମୌଳିକ ଗୁଣନୀୟ କୋଡା ବାହାର କରିଛି। ପ୍ରକୃତରେ ପୂର୍ଣ୍ଣ ବର୍ଗ ସଂଖ୍ୟା କି ନୁହେଁ ବାହାର କରି ଦେଖେଇଦେଲେ ବେଶୀ ଠିକ ହବ। 3 ରେ କଟା ହେଲା 363, 363 କି 3 ରେ କାଟିଲେ 121, ତାପରେ 11 ରେ କଟିଲା 11। ଏଠି ଦେଖ ଯୋଡା ଗୁଡାକ ଅଛି, ତେଣୁ 1099 ଟା ହେଲା ଗୋଟେ ପୂର୍ଣ୍ଣ ବର୍ଗ ସଂଖ୍ୟା। ଆଉ ତାର ମୌଳିକ ଗୁଣନୀୟକ ଗୁଡାକ କିଏ କିଏ? 3 ଗୁଣନ 3, 11 ଗୁଣନ 11। ତାକୁ ଯୋଡା କରି ଦେଇକି ଲେଖିବା। ତୁମେ ଦେଖିକି ଲେଖିପାରିବ, ଆଉ ଟିକେ ସଜେଇକି ଲେଖିଲେ ଭଲ। ତେଣୁ 1099 ସମାନେ 3 ଗୁଣନ 3 ଗୁଣନ 11 ଗୁଣନ 11। ଏବେ ୟାକୁ ଯୋଡା କରିଦବା। 3 ର ସ୍କୋୟାର ଗୁଣନ 11 ର ସ୍କୋୟାର, ଦିଟା ଦିଟା ଅଛନ୍ତି, ତାମାନେ 3 ଗୁଣନ 11 ତାର ହୋଲ ସ୍କୋୟାର। 11 3 କେତେ? 33, ତାମାନେ 33 ର ସ୍କୋୟାର। ଲେଖିବା ଅତଏବ 1099 ଏକ ପୂର୍ଣ୍ଣ ବର୍ଗ ସଂଖ୍ୟା ଅଟେ। ଏବେ 2 ନମ୍ବର ପ୍ରଶ୍ନ ଦେଖିବା। 2 ନମ୍ବର ପ୍ରଶ୍ନ, 64 ସ୍କୋୟାର, 108 ର ସ୍କୋୟାର, 292 ର ସ୍କୋୟାର ଓ 36 ର ସ୍କୋୟାର ମଧ୍ୟରୁ କେଉଁଠିର ଶେଷ ଅଙ୍କ 4 ହବ? ଦେଖ, 64 ର ସ୍କୋୟାର ମାନେ 4 4 16, 108 ର ସ୍କୋୟାର ମାନେ ପ୍ରଥମ ଅଙ୍କ ହେଲା 8 ଅଷ୍ଟାନ 64। ସେଇ ଜିନିଷକୁ ସଜେଇକି ଲେଖିବା। ଲେଖିବା 64 ର ସ୍କୋୟାର ର ଶେଷ ଅଙ୍କ 6 ହେବ। ଏମିତି ନ ଲେଖିକି ଏମିତି ଲେଖିପାରିବା। ଆମେ ଜାଣିଛେ 2 କିମ୍ବା 8 ଏକକ ଘରେ ଥିଲେ ସଂଖ୍ୟାର ବର୍ଗର ଏକକ ଘର 4 ହୁଏ, କାରଣ 2 ଦୁଣେ 4, 8 ଅଷ୍ଟାନ 64। ତେଣୁ 2 କିମ୍ବା 8 ଯଦି ଥିବ ତାହେଲେ ଏକକ ଘର 4 ହବ। ତେଣୁ 108 ଆଉ 292 ଏଇ ସଂଖ୍ୟା ଦ୍ୱୟର ଶେଷ ଅଙ୍କ 4 ହବ। ଏତିକି ଲେଖିଦେଲେ ବି ହବ। ତାପରେ 3 ନମ୍ବର ପ୍ରଶ୍ନ, 125 ର ସ୍କୋୟାର 15625, ତେବେ 126 ର ମାନ କେତେ? 126 ର ସ୍କୋୟାର ର ମାନ ଯେମିତି ଆମେ 36 ର ସ୍କୋୟାର ବାହାର କରିଥିଲେ ଡିଟୋ ସେଇଭଳିଆ। ତେଣୁ 125 ର ସ୍କୋୟାର ଯୁକ୍ତ 125 ଯୁକ୍ତ 126, ତାମାନେ ଏଇ ଗୋଟାକ 251। କିନ୍ତୁ ଆମେ ସଜେଇକି ଲେଖିବା। ଲେଖିବା 125 ର ସ୍କୋୟାର ସମାନ 15625, 126 ର ସ୍କୋୟାର ମାନେ 15625 ଯୁକ୍ତ 125 ଯୁକ୍ତ 126, ତାମାନେ ସେଇ ସଂଖ୍ୟା ତା ପୂର୍ବ ସଂଖ୍ୟା ମିଶେଇ ଦେଲେ ହବ। କେତେ ହବ? ଆନ୍ସରରେ ଆମର ଦେଇଛି ଅପସନରେ ଆଇଭି ନମ୍ବରରେ 15625 ପ୍ଲସ 251, ତାମାନେ ଏଇଟା ଆମର ଆନ୍ସର ହେଲା। ଆଉ
तापर 4 नंबर प्रश्न 441 वर्गमीटर क्षेत्रफल विशिष्ट गोटे वर्गक्षेत्र बाहुर दैर्घ्य केते 441 वर्गमीटर आमे जानिचे वर्गक्षेत्र क्षेत्रफल सूत्र होची बाहु गुणन बाहु वर्गक्षेत्र तो प्रत्येक बाहु समान तेणु बाहु को बाहुरे गुणिले क्षेत्रफल बाहर जदि बाहुर दैर्घ्य पचरा जाइछि तामाने क्षेत्रफलर वर्गमूल बाहरिबो क्षेत्रफलर वर्गमूल मौलिक गुणनीयक करी बाहर कर कि वर्गमूल सूत्र रे बाहर कर जेमिति बाहर कर तेणु लिखिबा बाहुर दैर्घ्य समान क्षेत्रफलर रूट ओभर तामाने 441 रो रूट ओभर 441 होची 21 रो स्क्वायर एठी लिखिबा 21 441 माने अंक गुडाक मिसेइले 4 4 8 1 9 तामाने 3 रे कटिवो 3 रे कटेइले 3 के 3 14 3 4 12 3 7 21 147 ये वर्तमान 3 रे कटले 3 5 3 4 12 3 9 27 दीटा 3 दीटा 7 तेणु गोटे 3 गोटे 7 आम हिसाब को नवा जोड़ा तामाने 21 एमती लिखिदेव भलसे बुझेला भाया 3 गुणन 7 3 7 21 तापर लिखिबा अतएव वर्गक्षेत्र गोटे बाहु है 21 21 को 21 रे गुणिले 441 वर्गमीटर किंतु गोटे बाहु लिखिला बेले खाली 21 मीटर लिखिबो दी थर समान संख्या को गुणिले वर्गमीटर बा वर्ग सेमी एमती बा वर्ग एकक लेखा हुए एबे 5 नंबर प्रश्न देख 5 नंबर प्रश्न है 4 9 10 द्वारा विभाज्य क्षुद्रतम वर्ग संख्याटी केते क्षुद्रतम बृहत्तम तुम्हें जानिच क्षुद्रतम माने आम लसागु बाहर करूँ जोटी बृहत्तम संख्या रही से गसागु बाहर करूँ तेणु 4 9 10 री आम लसागु बाहर करवा देखा लसागु केते होउची ए भलिया गणित षष्ठ श्रेणी रे तुमे गुडे करिथिबो लिखिबा 4 9 और 10 रो लसागु 4 9 10 रो लसागु 2 रे कटेइले 4 2 रे कटिबो 10 हबो 5 9टा सेमती रहिबो 2 रे काटिले 2 दुणे 4 9 को 9 ओल्हेइला 2 5 10 एबे याउ कोथरे कटिबेनी तेणु सब गुडा को गुणा हबो तेणु लसागु समान 2 दुणे 4 4 5 20 20 नुआ 180 2 गुणन 2 गुणन 9 गुणन 5 2 दुणे 4 5 20 20 नुआ 180 पिला माने देखो लसागु हैला 180 किंतु 180 संख्याटी एक वर्ग संख्या नुहे कारण 5 रो सहभागी गुणनीयक नहीं सहभागी गुणनीयक कौन बुझीपारुच तो ये लिखा 180 संख्याटी एक वर्ग संख्या नुहे कारण 5 रो सहभागी गुणनीयक नहीं देख 15 रो दीटा गुणनीयक है 5 3 5 3 15 3 5 15 से क्षेत्र में 5 रो सहभागी गुणनीयक है 3 3 रो सहभागी गुणनीयक है 5 किंतु एठी देख 2 9 5 लिखाई 3 नहीं तेणु एटा पूर्ण एक वर्ग संख्या नुहे तेणु आम से 180 रे 5 गुणी दबा ताहले आमर केते हबो 180 गुणन 5 समान 900 900 है एक क्षुद्रतम वर्ग संख्या जहाँ 4 9 आउ 10 द्वारा विभाज्य कहीं पिला माने 5 गुणन है 5 सर्टेज पड़ूला तेणु 180 गुणन 5 समान है 900 लिखिबा अतएव 900 एक क्षुद्रतम वर्ग संख्या जहाँ 4 9 आउ 10 तीनटा द्वारा विभाज्य छह नंबर प्रश्न भी से भाया लिखाई केउ क्षुद्रतम संख्या द्वारा 9408 को गुणन कले गुणफल एक पूर्ण वर्ग संख्या हम क्षुद्रतम संख्या ताने लसागु तेणु 9408 लसागु बाहर करवा देख 9408 2 रे हरण कले 2 दुणे 4 बढ़ला 1 14 2 7 14 0 8 4704 एमती 2 रे काटिज बहुत लंबा हम जेहेतु हजार संख्या अच्छी बहुत बड़ हम 2 3 5 2 पुणी 2 रे हरिले 2 के 2 2 के 2 2 7 14 212 पुणी 2 रे हरिबा 2 5 10 2 8 16 2 8 16 पुणी 2 रे हरिले 2 दुणे 4 2 9 18 2 4 8 पुणी 2 रे हरिबा 2 के 2 2 4 8 2 7 14 तापर 2 काम सरीगला एबे 3 रे 147 तो 2 रे हबनी 3 रे काटिले 3 4 12
14 ରୁ 12 ଗଲେ 2 27 3 ନୂଆ 27 49 ହବ। 49 ହେଲେ 7 ରେ କଟିବ 7 7 49। ତମେ ପିଲାମାନେ ଦେଖ ଏଇ ମୌଳିକ ଗୁଣନୀୟକୁ ଦେଖି ତମେ ଉତ୍ତର କେତେ କହିପାରିବ। ଦେଖ ସବୁକୁ ଯୋଡ଼ା ଯୋଡ଼ା ଅଛି, କେବଳ କ'ଣ ଯୋଡ଼ା ନାହିଁ 3। ତାମାନେ ଆମର ଗୋଟିଏ 3 ଅଭାବ ଅଛି। ଯଦି ଏ ଗୋଟିଏ 3 ଥାନ୍ତା ତାହେଲେ ସଂଖ୍ୟାଟା ଆମର ପୂର୍ଣ୍ଣ ବର୍ଗ ସଂଖ୍ୟା ହେଇଯାଇଥାନ୍ତା। ତେଣୁ ଆମେ କ'ଣ କରିବା, ଗୋଟିଏ 3 ଗୁଣି ଦେଲେ ସଂଖ୍ୟାଟି ଆମର ପୂର୍ଣ୍ଣ ବର୍ଗ ସଂଖ୍ୟା ହେଇଯିବ। ଦେଖ ସବୁ ଯୋଡ଼ା, କେବଳ 3 ଗୋଟିଏ, ତେଣୁ ଗୋଟିଏ 3 ଅଭାବ, ଆଉ ଗୋଟିଏ 3 ଯଦି ଥାନ୍ତା ତ ପୂର୍ଣ୍ଣ ବର୍ଗ ସଂଖ୍ୟା ହେଇଯାଇଥାନ୍ତା। ତେଣୁ ଆମେ କ'ଣ କରିବା, ସେଇ ଜିନିଷକୁ ସଜେଇକି ଲେଖିବା। 9408ର ମୌଳିକ ଗୁଣନୀୟକ ହେଲେ ଏଇଗୁଡ଼ାକ, ଅର୍ଥାତ୍ 3 ଗୁଣନ କଲେ ଗୋଟେ ପୂର୍ଣ୍ଣ ବର୍ଗ ସଂଖ୍ୟା ହବ। ତେଣୁ 9408 ଗୁଣନ 3 ଯେତିକି ହେଲା ସେଇଟା ହେଲା ଆମର ଆଇ ନମ୍ବର ଉତ୍ତର। 9408 ସମାନେ 2ର ସ୍କୋୟାର ଗୁଣନ 2ର ସ୍କୋୟାର ଗୁଣନ 2ର ସ୍କୋୟାର ଗୁଣନ 7ର ସ୍କୋୟାର ଗୁଣନ 3। ଯାହା ମୌଳିକ ଗୁଣନୀୟକ ମିଳିଲା ସବୁ ସଜେଇକି ଲେଖିଲି। ଏବେ ଲେଖିବା, ଅର୍ଥାତ୍ 9408ରେ 3 ଗୁଣନ କଲେ ଏହା ଏକ ପୂର୍ଣ୍ଣ ବର୍ଗ ସଂଖ୍ୟା ହବ। ତେଣୁ ଗୁଣଫଳ ସମାନ 9408 ଗୁଣନ 3 ଯେତିକି ହବ ଆଉ। क्वेश्चन सेकेंड पार्ट रे अछि गुणफलर वर्गमूल निर्णय कर। तेणु गुणफल आमर है केते 2 8 2 2 4, तार वर्गमूल जेहेतु बाहर करबा तार मौलिक गुणनीयक गुड़ाक लिखेबा, लिखिकी ताकू तेणु लिखा 2 गुणन 2 गुणन 2 गुणन 7 गुणन 3 ର ସ୍କୋୟାର। ये आमर मौलिक गुणनीयक। तेणु सबुथुरु गोटे गोटे नहीं गुणन कले केते हबो, 2 दुणे 4 दुणे 8 3 24 24 7 24 7 होची 168, ता माने 168 ର ସ୍କୋୟାର। एबे लिखिबा 2 8 2 2 4 ର रूट ओवर समान 168, ता माने निर्णय वर्गमूल हमर हला 168। तापरे 7 नंबर प्रश्न, निम्नलिखित संख्या गुड़िक वर्ग मध्य केतोटी संख्या रहिबो। पिला माने तुम बही रे गोटे प्रश्न थिला 1 रो स्क्वायर आउ 2 रो स्क्वायर मध्य रे केतोटी संख्या अछि। आमे देखिथिले 2टा, सेमिति 2 रो स्क्वायर आउ 3 रो स्क्वायर मध्य थिला 4टा। देखो 2 रो स्क्वायर 4 3 रो स्क्वायर 9, ता भितर थिला 4टा संख्या। सेमिति 3 रो स्क्वायर आउ 4 रो स्क्वायर ता मध्य थिला 6टा संख्या। आमे थ्रु कोन जानिले, जदि n इक्वल टू 1 हुए n प्लस 1 इक्वल टू 2 हुए, ताहले आमर ता मध्य रे जो संख्या रहउचे सेटा होची 2n। 2n माने 2 गुणन 1 समान 2, ता माने 2टा संख्या आमर रहउची। ता पर को सेमति देखो, जदि n आमर 2 हुए n प्लस 1 आमर 3 हुए, n प्लस 1 हैला 3, 2n आमर एठारे हबो 2 गुणन 2, n एठारे 2 2 दुणे हैला 4, ता माने 2 रो स्क्वायर आउ 3 रो स्क्वायर मध्य रे 4टा आमर संख्या रहिला। जदि n 2 हुए n प्लस 1 3 हुए, एटी सेमिति n हैला 3 n प्लस 1 हैला 4, ताहले 2n केते हबो 2 गुणन n जगह पड़िला 3 2 3 6। एई अनुसार आमे 16 रो स्क्वायर आउ 17 रो स्क्वायर पकेइले n जगह नबा 16 n प्लस 1 जगह नबा 17, तेणु 2n संख्यक रहिबो। 2n संख्यक माने 2 गुणन 16, 16 दुणे 32टा संख्या हबो। आमे जानिछे n स्क्वायर n प्लस 1 स्क्वायर मध्य रे 2n संख्यक संख्या रहिबो। n इक्वल टू 16, n प्लस 1 केते हबो 16 प्लस 1 समान 17। टू एन समाने 2 गुणन 16 समाने 32, तापर अतेप लिखिबा अतेप 16 स्क्वायर और 17 स्क्वायर मध्य रे 32 टी संख्या रहिबो। ठीक सेमिति 69 स्क्वायर और 100 स्क्वायर मध्य रे n हैला 69, n प्लस 1 हबो 69 प्लस 1 समान 100, तेणु 2n केते हबो 2 गुणन 69 ता माने 198। तेणु लिखिबा अतेप
99 ର ସ୍କ୍ୱାର ଆଉ 100 ର ସ୍କ୍ୱାର ମଧ୍ୟରେ 198 ଟି ସଂଖ୍ୟା ରହିବ। 8 ନମ୍ବର ପ୍ରଶ୍ନ ଲେଖାଯାଇଛି ନିମ୍ନଲିଖିତ ସରଞ୍ଚନାରେ ଖାଲି ଥିବା ସ୍ଥାନରେ ଠିକ ସଂଖ୍ୟା ଲେଖି ଶୂନ୍ୟ ସ୍ଥାନ ପୂରଣ କର। ବହୁତ ସହଜ। 1 ର ସ୍କ୍ୱାର 2 ର ସ୍କ୍ୱାର ଇକ୍ୱାଲ ଟୁ 3 ର ସ୍କ୍ୱାର। 1 ର ସ୍କ୍ୱାର ହେଲା 2, 2 ର ସ୍କ୍ୱାର 4, 2 ର ସ୍କ୍ୱାର 4, 4 4 8 1 9 ଯେ କି 3 ର ସ୍କ୍ୱାର। କିନ୍ତୁ ଆମେ ଗୋଟେ ଟ୍ରିକ୍ ରେ ୟାକୁ ଫିଲ୍ ଅପ୍ କରିବା। ଟ୍ରିକ୍ ରେ କ'ଣ ଦେଖ, 1 ଦୁଣେ 2, 3 ର ସ୍କ୍ୱାର ହେଲା, 2 1 ମିଶିକି 3, 3 ର ସ୍କ୍ୱାର। ପ୍ରଥମ ଦିଟାକୁ ଗୁଣିବ ଆଉ ଏଠି ଏପଟେ ଡାହାଣ ପଟେ ମିଶେଇବ। 1 1 ଦୁଣେ 2, 2 3 6, 3 4 12, 4 5 20। ଏଠି ସେମିତି କେତେ ହବ, 9 10 90। ଠିକ୍ ସେଇଭଳିଆ ପ୍ରଥମ ଦିଟା ସଂଖ୍ୟାକୁ ଗୁଣିଲେ ତୃତୀୟ ସଂଖ୍ୟା ହେଉଛି 3 4 12, 12 ରେ 1 ମିଶିକି 13 ହେଲା। ସେମିତି 4 5 20, 20 ରେ 1 ମିଶିଲେ 21 ର ସ୍କ୍ୱାର ହବ। ଏଠି ସେମିତି 9 10 90, 90 ରେ 1 ମିଶିଲେ 91 ର ସ୍କ୍ୱାର। ଉପର ସରଞ୍ଚନାକୁ ଦେଖିକି ସେମିତି ତଳକୁ ତଳକୁ ଯେତେ ବଡ଼ ସଂଖ୍ୟାରେ ହେଲେ ବି ସେଇ ରୁଲ୍ ଆପ୍ଲାଇ ହବ। 1 ଦୁଣେ 2, ଆଉ ଥରେ ବୁଝେଇ ଦଉଛି। 2 3 6, 6 ର ସ୍କ୍ୱାର, 3 4 12 ର ସ୍କ୍ୱାର, 4 5 20। ଏଠି ସେମିତି 2 4 6 ଯାହା ଏମିତି ଥିଲା, ଏଠି ସବୁ ତ ପର ସଂଖ୍ୟାଟା ଲେଖା ହେଇଛି। ହଉ, 9 ନମ୍ବର ପ୍ରଶ୍ନ ଦେଖ। ତଳେ ଦିଆଯାଇଥିବା ଚିତ୍ରରେ କେତୋଟି ଛୋଟ ବର୍ଗଚିତ୍ର ଅଛି? ଉକ୍ତ ସଂଖ୍ୟାର ମୌଳିକ ଗୁଣନୀୟକ ଗୁଡ଼ିକ ଲେଖ। କେତେଟା ଛୋଟ ଚିତ୍ର? ଆଗ ପ୍ରଥମେ ଗୋଟିଏ ବଡ଼ ବର୍ଗଚିତ୍ର, ତା ଭିତରେ ଛୋଟ ଛୋଟ କେଇଟା ଚିତ୍ର ଅଛି? ଲମ୍ବାରେ ବୋଧେ 9ଟା ଦିଶୁଛି, ଗଣିଦେବା। ଆଗ ଗୋଟେ ଏଠି ସୂତ୍ର ଲେଖିଦେବା, ମନେ ପଡ଼ିଗଲା। ଏ ହେଲା ମନେକର 9, ବି ମନେକର ହେଲା 10। ଏ ବି ହେଉଛି 9 10 90, ଏ ଗୁଣନ ବି। ଏପଟେ 91 ଜାଗାରେ ଲେଖିପାରିବା ଏ ବି ହେଲା କେତେ? ଏ ବି ପ୍ଲସ୍ 1, ଏ ବି ହେଲା 90, 1 91, 90 ପ୍ଲସ୍ 1 ର ସ୍କ୍ୱାର। ଏଇ ସରଞ୍ଚନାରେ ତମେ ଆଗକୁ ମଧ୍ୟ ଲେଖିପାରିବ। ଏବେ 9 ନମ୍ବର ପ୍ରଶ୍ନକୁ ଯିବା। ଏଇ ବଡ଼ ବର୍ଗଚିତ୍ରକୁ ଗଣିଲେ ଏପଟେ ଦେଖ 1 2 3 4 5 6 7 8 9, ସେମିତି ଏପଟେ ମଧ୍ୟ 9ଟି। ତାମାନେ ଦୈର୍ଘ୍ୟ ପ୍ରସ୍ଥ ଶବ୍ଦ ସମାନ, 9 9 81। ତାମାନେ ଏଇ ବର୍ଗଚିତ୍ରରେ ଟୋଟାଲି 81ଟା ଛୋଟ ଚତୁର୍ଭୁଜ ଅଛି। ଏଇ ଯୋଉ ଗୋଟେ ଛୋଟ ଚତୁର୍ଭୁଜ, ଆ ଭିତରେ କେତେଟା ଚତୁର୍ଭୁଜ ଅଛି? ଦେଖ 5 ଟିକିଆ ଗାର ପଡ଼ିଛି, 5 5 25। ତାମାନେ ଏ ଛୋଟ ଚତୁର୍ଭୁଜରେ ଗୋଟାକ ଚତୁର୍ଭୁଜରେ 25ଟା ଟିକି ଟିକି ଚତୁର୍ଭୁଜ ଅଛି। ଏବେ ଆମେ ସବୁର ମୌଳିକ ଗୁଣନୀୟକ କାଢ଼ିବା। କିଛି କଷ୍ଟ ନାହିଁ, ବହୁତ ସହଜ। ଏଠି ଆଗ ଲେଖିବା, ପୁସ୍ତକରେ ଥିବା ବୃହତ୍ତର ବର୍ଗଚିତ୍ର ମାନେ ଗ୍ରୀନ କଲର ଯୋଉ ବଡ଼ଟା, ସେଥିରେ ଅଛି 9 ଗୁଣନ 9 ସମାନ 81ଟା ବର୍ଗଚିତ୍ର। ତାପରେ ଯୋଉ ଛୋଟ ବର୍ଗଚିତ୍ର ଅଛି ହ୍ୱାଇଟ୍ କଲରର, ତା ଭିତରେ 5 ଗୋଟି ଲେଖାଏଁ ଧାଡ଼ି ଅଛି ଆଉ ଗୋଟିଏ ସ୍ତମ୍ଭ ଅଛି। 5 ଗୋଟି ଲେଖାଏଁ ଧାଡ଼ି ଆଉ ସ୍ତମ୍ଭ ରହିଛି। ତାମାନେ 5 5 25ଟା ଲେଖା। ତାକୁ ସଜେଇକି ଲେଖିବା। ପ୍ରତ୍ୟେକ ଛୋଟ ବର୍ଗଚିତ୍ରର 5 ଗୋଟି ଲେଖାଏଁ ଧାଡ଼ି ଆଉ ସ୍ତମ୍ଭ ରହିଛି। ପ୍ରତ୍ୟେକ ବର୍ଗଚିତ୍ରରେ ଥିବା କ୍ଷୁଦ୍ରତର ବର୍ଗଚିତ୍ର ସଂଖ୍ୟା ହେଲା 5 ଗୁଣନ 5 ସମାନେ 25। ପ୍ରତ୍ୟେକ ବର୍ଗଚିତ୍ରରେ ଥିବା କ୍ଷୁଦ୍ରତର ବର୍ଗଚିତ୍ର ସଂଖ୍ୟା ହେଲା 5 ଗୁଣନ 5 ସମାନେ 25। ଏବେ ଦେଖ, ପ୍ରତ୍ୟେକ ବର୍ଗଚିତ୍ରରେ ଥିବା କ୍ଷୁଦ୍ରତର ବର୍ଗଚିତ୍ର ସଂଖ୍ୟା ହେଲା 5 5 25। 81ଟି ଧଳା ରଙ୍ଗର ବର୍ଗଚିତ୍ର, ତା ଭିତରେ ପୁଣି ଗୋଟେ ବର୍ଗଚିତ୍ର ଭିତରେ 25ଟା କୁନି କୁନି ବର୍ଗଚିତ୍ର। ତେଣୁ କେତେ ଲେଖିବା? 81 ଗୁଣନ 25। 81 25ରେ ଗୁଣିଲେ ଯେତିକିଟା ବର୍ଗଚିତ୍ର ହେଲା ଟୋଟାଲି ସେତିକି ବର୍ଗଚିତ୍ର। ଏବେ ତାର ମୌଳିକ ଗୁଣନୀୟକ ବାହାର କରିବା। 25 କି 81ରେ ଗୁଣିଲେ 25 କେ 25, 5 ରଖିନେଲେ 2, 25 ଅଷ୍ଟା 200, 200ରେ 2 ମିଶିଲେ 202, ତାମାନେ 2025। ଏବେ ଏଇ 2025ର ମୌଳିକ ଗୁଣନୀୟକ ବାହାର କରିବା। 2025ର କାଇଁ ବାହାର କରିବା? ଟିକେ ଉପରକୁ ଦେଖ, ଲେଖା ହେଇଛି 25 ଗୁଣନ 81। ତାମାନେ 25ର ଗୁଣନୀୟକ ହେଲା 5 ଗୁଣନ 5, 81ର ହେଲା 9 ଗୁଣନ 9, 9 9 81। ଏବେ 5କୁ ତ ଭାଙ୍ଗି ହବନି, 5 ଗୁଣନ 5, 9କୁ ଭାଙ୍ଗିଦବା। 9 ହେଲା 3 ଗୁଣନ 3, ପୁଣି 3 ଗୁଣନ
3। ଏବେ କ'ଣ କରିବା 5 ଗୁଣନ 5 ଯିଏ 5 ର ସ୍କୋୟାର 3 ଗୁଣନ 3 ଯିଏ 3 ର ସ୍କୋୟାର ଇଏ ହେଲା 3 ର ସ୍କୋୟାର ତାମାନେ 5 ର ସ୍କୋୟାର ଗୁଣନ 3 ଟୁ ଦି ପାୱାର 4 3 ହେଲା 4ଟା ତେଣୁ 3 ର ପାୱାର ହେଲା 4 ଏଇ ହେଲା ତାର ମୌଳିକ ଗୁଣନୀୟକ। ଆଶା କରୁଛି ପିଲାମାନେ ତୁମେ ଚାପ୍ଟରଟା ବହୁତ ଭଲ ଭାବରେ ବୁଝି ପାରିଥିବ। ଭଲ ଲାଗିଲେ ଲାଇକ୍ କର କମେଣ୍ଟ କର ସେୟାର କର ତୁମ ଫ୍ରେଣ୍ଡସ୍ ମାନଙ୍କ ସହିତ ସେୟାର କର ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କର ଥ୍ୟାଙ୍କ ୟୁ।